ମୁଁ ଦିବାକର ଦାସ ଆପଣମାନଙ୍କୁ ପ୍ରଣାମ କରୁଛି। ଗୃହସ୍ଥ ଜୀବନରେ କିଛି କଥା ଶାସ୍ତ୍ର ପୁରାଣ ସାଧୁ ସନ୍ନ୍ୟାସୀ ମାନଙ୍କ ଠାରୁ ଶିଖିବାର ଆବଶ୍ୟକତା ଅଛି। କାହିଁକି ନା ଗୃହସ୍ଥ ଧର୍ମ ଠାରୁ ଆଉ ଧର୍ମ ନାହିଁ। ତେଣୁ ଏଇ ଗୃହସ୍ଥ ଧର୍ମରେ ଆମେ ରହିଲା ବେଳେ ଅନେକ ନିୟମ ମଧ୍ୟ ମାନିବାର ଆବଶ୍ୟକତା ଅଛି। ଆଉ ଯେଉଁ ନିୟମ ସାଧୁ ସନ୍ଥ ମାନେ କହି ଯାଇଛନ୍ତି, ମୁନି ଋଷି ମାନେ ପୁରାଣ ଶାସ୍ତ୍ର ଲେଖିଦେଇ ଯାଇଛନ୍ତି, ଆଉ ସେଇ ନିୟମକୁ ଯଦି ଆମେ ମାନୁ ଆମ ଜୀବନ ହୋଇଯାଏ। ଜୀବନରେ ଏତେ ସମସ୍ୟା ଆସେ ନା ଯେତିକି ସମାଧାନ ସାଧୁ ସନ୍ଥ ମାନେ ପୁରାଣ ଶାସ୍ତ୍ରରେ ରହିଛି। ତ ଆଜି ଏକ ସୁନ୍ଦର ଭିଡ଼ିଓଟି ଆପଣମାନେ ନିହାତି ଦେଖିବା ସହିତ ଅନ୍ୟମାନଙ୍କ ପାଇଁ ଆପଣ ସେୟାର ନିହାତି ଭାବରେ କରିବେ। ଜଣେ ସନ୍ନ୍ୟାସୀ ତାଙ୍କର କୌପୁନୀକୁ କାହାକୁ ଧୋଇବାକୁ ଦେଉନଥିଲେ। ଏହି ସମୟ ଭିତରେ ଶିଷ୍ୟ ପଚାରିଲା ଗୁରୁଦେବଙ୍କୁ, ଗୁରୁଦେବ ଆପଣଙ୍କର ସମସ୍ତ କର୍ମ ଯାହା ମୁଁ କରୁଛି ଏ ବୟସରେ, ଅର୍ଥାତ୍ ଗୁରୁଙ୍କୁ ଅନେକ ବୟସ ହୋଇଯାଇଥିଲା ଯେ ଆପଣ ସବୁ କାର୍ଯ୍ୟ ମୁଁ କରୁଛି, ହେଲେ ଆପଣ ଆପଣଙ୍କର କୌପୁନୀକୁ କେବେ ବି ମୋତେ ଧୋଇବାକୁ ଦେଉନାହାନ୍ତି। ଆପଣ ଅତି କଷ୍ଟ ହେଲେ ମଧ୍ୟ ନିଜେ ଶୀତରେ ଥରି ଥରି ମଧ୍ୟ ନିଜର କୌପୁନୀକୁ ଧୋଉଛନ୍ତି। ଅନେକ ବସ୍ତ୍ର ସଫା କଲା ବେଳେ କୌପୁନୀକୁ କାହିଁ ମୋତେ ଦେଉନାହାନ୍ତି। ଏହି ସମୟରେ ଗୁରୁଦେବ କହିଥିଲେ ଶିଷ୍ୟକୁ, ବା ଜଣେ ସନ୍ନ୍ୟାସୀ ତାଙ୍କ ଶିଷ୍ୟକୁ କହିଲେ ଏ ଭୁଲ କେବେ ବି କରିବା କଥା ନୁହେଁ। ନିଜର ନାଭି ତଳର ବସ୍ତ୍ର କାହା ଦ୍ୱାରା ଧୋଇବା କଥା ନୁହେଁ। ତେଣୁ ଯେଉଁ ସ୍ତ୍ରୀ ମାନେ ସ୍ୱାମୀର ପ୍ୟାଣ୍ଟ ସାର୍ଟ ଧୋଉଛନ୍ତି, ସଫା କରୁଛନ୍ତି, କେବେ ବି ଅଣ୍ଡରୱେୟାର ଧୁଅନ୍ତୁ ନାହିଁ। କାହିଁକି ନା ନାଭି ତଳର ବସ୍ତ୍ର ଯଦି କୌଣସି ସକ୍ଷମ ବ୍ୟକ୍ତିର ଆପଣ ଧୋଇଲେ ସିଏ କରିପାରିବ, କିନ୍ତୁ ଆପଣ ତାଙ୍କ କାର୍ଯ୍ୟ କରୁଛନ୍ତି। ସ୍ତ୍ରୀ ହେଇ ସ୍ୱାମୀର କାର୍ଯ୍ୟ ତ କରିବା କଥା। ଯଦି ଆପଣ ତାଙ୍କର ନାଭି ତଳର ବସ୍ତ୍ର ଅଣ୍ଡରୱେୟାର ଧୋଉଛନ୍ତି, ଜାଣନ୍ତୁ ତାଙ୍କର ପୁଣ୍ୟ କ୍ଷୟ ହୋଇଯାଏ। ଏଇ କଥା ହିଁ କହିଥିଲେ ସନ୍ନ୍ୟାସୀ। ଆଉ ଭକ୍ତବନ୍ଧୁ ମନେ ରଖିଥାନ୍ତୁ, ଆପଣଙ୍କୁ ପଛେ ଗାଳି ମିଳୁ କିନ୍ତୁ କେବେ ବି ତାଙ୍କର ପୁଣ୍ୟ କ୍ଷୟ କରନ୍ତୁ ନାହିଁ। ଯେଉଁ ମା ମାନେ ଅଛନ୍ତି, କେବେ ବି ଆପଣ ନାଭି ତଳର ବସ୍ତ୍ର ବା ଅଣ୍ଡରେ କେବେ ବି ଧୁଅନ୍ତୁ ନାହିଁ ନିଜର ସ୍ୱାମୀର। ଭକ୍ତବନ୍ଧୁ ଏହା ଦ୍ୱାରା ପୁଣ୍ୟ କ୍ଷଣ ହୋଇଯାଏ। ଯେଉଁମାନେ ଅକ୍ଷମ ଅଛନ୍ତି, ଦେହ ଅସୁସ୍ଥ ଅଛି, ସେମାନେ ନିଜ କାର୍ଯ୍ୟ ନିଜେ କରିପାରୁନାହାନ୍ତି, ତାଙ୍କର ଆପଣ ଯଦି ସଫାସୁତୁରା କରୁଛନ୍ତି ବା ଧୋଉଛନ୍ତି ଚଳିବ, କିନ୍ତୁ ପ୍ୟାଣ୍ଟ ସାର୍ଟ ଧୋଇଲେ କିଛି କଥା ନାହିଁ। କିନ୍ତୁ କେବେ ବି ଏଇ ଯେଉଁ ବସ୍ତ୍ର କଥା ଆମେ କହୁଛୁ, ନାଭି ତଳ ବସ୍ତ୍ର ଅଣ୍ଡରୱେୟାର କେବେ ବି ଆପଣ ଧୁଅନ୍ତୁ ନାହିଁ। ଆଉ ଭକ୍ତବନ୍ଧୁ ଆପଣ ଏ କଥାକୁ କେବେ ବି ହସ ମଜାକରେ ନିଅନ୍ତୁ ନାହିଁ। ଅର୍ଥାତ୍ ଜଣେ ସାଧୁଙ୍କର ବାଣୀ ଆପଣମାନଙ୍କ ଆଗରେ ରଖିବାର ପ୍ରୟାସ ଏ ଭିଡ଼ିଓ ମାଧ୍ୟମରେ। ଭିଡ଼ିଓକୁ ନିହାତି ଭାବରେ ଆପଣ ସେୟାର କରିବେ। ଆଉ ଏହି ଭିଡ଼ିଓରେ ଆଉ ଅନେକ କଥା କିଛି ଆମେ କହିବୁ ଯାହାକୁ ଜାଣିବା ଆବଶ୍ୟକ। ଗୃହସ୍ଥ ଜୀବନରେ ରୋଷେଇ ଘରକୁ ଅତି ଗୁରୁତ୍ୱ ଦିଆଯାଇଛି। ଆଉ ଏଇ ରୋଷେଇ ଘରେ କେବେ ବି ଆପଣ ଅଇଁଠା ହାତରେ ପଶି ଯାଆନ୍ତୁ ନାହିଁ। କୌଣସି ଜିନିଷ ରୋଷେଇ ଘରେ ଥାଇକି ଆପଣ ନିଜ ଟେଷ୍ଟ କରନ୍ତୁ ନାହିଁ। ସେଇ ରୋଷେଇ ଘରେ ଥାଇ କୌଣସି ଜିନିଷ ଖାଆନ୍ତୁ ନାହିଁ, ପାଣି ମଧ୍ୟ ପିଅନ୍ତୁ ନାହିଁ, ଏ କଥା ମାନନ୍ତୁ। ଆଉ ରୋଷେଇ ଘରେ କେବେ ଅଗାଧୁଆ ପ୍ରବେଶ କରନ୍ତୁ ନାହିଁ। ରୋଷେଇ ଘରେ ଆପଣ କ'ଣ କରନ୍ତୁ, ସବୁ ଜିନିଷକୁ ସାଇଜସୁଜା ଆଉ ସଫାସୁତୁରା ରଖନ୍ତୁ। ଶୋଇବା ପୂର୍ବରୁ ରୋଷେଇ ଘରେ ଅଇଁଠା ବାସନ କୁସନ ପକେଇ ରଖନ୍ତୁ ନାହିଁ। ରୋଷେଇ ଘର ପୋଛାପୋଛି, ଗ୍ୟାସ୍ ଚୁଲି ସବୁ ପୋଛାପୋଛି କରନ୍ତୁ, ଯାହାଦ୍ୱାରା ଲକ୍ଷ୍ମୀଙ୍କର ପ୍ରବେଶ ଘଟେ, ନହେଲେ ସେ ଘରେ ଦାରିଦ୍ର୍ୟତା ଦେଖାଯାଏ। ଭକ୍ତବନ୍ଧୁ ଯେ ପର୍ଯ୍ୟନ୍ତ ଆପଣ ଶୋଇନାହାନ୍ତି, ଘରେ ଶୋଇନାହାନ୍ତି, ମନେ ରଖିଥାନ୍ତୁ ସେ ପର୍ଯ୍ୟନ୍ତ ଆପଣ କ'ଣ କରନ୍ତୁ ନା ଘରେ ଆପଣ ସମସ୍ତଙ୍କର କାର୍ଯ୍ୟକୁ ବୁଝି ସାରିଲା ପରେ ଗୋଡ଼ ଧୋଇ ପ୍ରାର୍ଥନା ନିହାତି କରନ୍ତୁ। ଆଉ ପ୍ରାର୍ଥନା କରିକି ହିଁ ରାତିରେ ଶୁଅନ୍ତୁ, ନହେଲେ ସେଜ ଉପରେ ବସି ଆପଣ ପ୍ରାର୍ଥନା କରିକି ହିଁ ଶୁଅନ୍ତୁ। ଭକ୍ତବନ୍ଧୁ ଏ କଥା ନିହାତି ଭାବରେ ମାନିବା ଦରକାର। ଆଉ ଭିଡ଼ିଓକୁ ଯେଉଁମାନେ ଦେଖୁଛନ୍ତି ନିହାତି ସେୟାର କରନ୍ତୁ। ଆଜିର ଭିଡ଼ିଓ ଅତି ଗୁରୁତ୍ୱପୂର୍ଣ୍ଣ। ସ୍ୱାମୀର ପ୍ୟାଣ୍ଟ ସାର୍ଟ ସଫା କରନ୍ତୁ ସତ, କିନ୍ତୁ ନାଭି ତଳ ବସ୍ତ୍ର ଯାହାକୁ ଅଣ୍ଡରୱେୟାର କେବେ ବି ସଫା କରନ୍ତୁ ନାହିଁ। ଏହାଦ୍ୱାରା ସକ୍ଷମ ବ୍ୟକ୍ତି ବା ସ୍ୱାମୀର ବା ନିଜର ମା ଦ୍ୱାରା ମଧ୍ୟ ଧୁଆଇଲେ ଆପଣଙ୍କର ପୁଣ୍ୟକ୍ଷଣ ହୋଇଥାଏ। ଛୋଟବେଳେ ଅନେକ ମା ଆମର କରିଛି, କିନ୍ତୁ ବଡ଼ ହେଲେଣି ଆମେ ନିଜ କାର୍ଯ୍ୟ ନିଜେ କରିପାରିବା। ତେଣୁ ପ୍ୟାଣ୍ଟ ସାର୍ଟ ହଁ ତରତର ଭିତରେ ଆଉ ଆମେ କରିପାରୁନୁ। ନିଜ ପ୍ୟାଣ୍ଟ ସାର୍ଟ ସ୍ତ୍ରୀକୁ ସଫା କରିବାକୁ ଦେଉଛେ, ମା ଆମର ସଫା କରୁଛି, କିନ୍ତୁ ଏ ବସ୍ତ୍ର ତ ଆମେ ସଫା କରିପାରିବା। ତ ସେଥିପାଇଁ ଆପଣମାନେ କେବେ ବି ଏ ବସ୍ତ୍ର ସଫା କରିବାକୁ ଦିଅନ୍ତୁ ନାହିଁ, ଆଉ ସଫା ମଧ୍ୟ କରନ୍ତୁ ନାହିଁ। ଆପଣଙ୍କର ପୁଣ୍ୟକ୍ଷୟ ହୁଏ ଯାହାର ଆପଣ ବସ୍ତ୍ର ସଫା କରୁଛନ୍ତି। ଭିଡ଼ିଓକୁ ସେୟାର କରିବେ, ଚ୍ୟାନେଲରେ ଯଦି ନୂଆ ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ପଞ୍ଚଶଖ। ଜୟ ଜଗନ୍ନାଥ। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପ୍ତ ନରହରି। ଯଦି ଆପଣମାନଙ୍କ ଧନ କୌଣସି ଗରିବ ଅସହାୟ ରୋଗୀମାନଙ୍କ ସେବାରେ ଲାଗିପାରିଲା, ଜାଣନ୍ତୁ ଆପଣଙ୍କର ରୋଜଗାର ସାର୍ଥକ ହେଇଗଲା, ଆପଣଙ୍କ ଧନର ମଧ୍ୟ ବହୁତ ମହତ୍ଵ ରହିଲା। ତ ଆଜି ଆପଣମାନେ ଯଦି ଚାହୁଁଛନ୍ତି ଆପଣଙ୍କର ସେଇ ଧନ ମହତ କାର୍ଯ୍ୟରେ ଲାଗୁ, ଯେମିତିକି ଆମେ ଗୋଟିଏ ଆମ୍ବୁଲାନ୍ସ କରିଛୁ, ଯେଉଁ ଆମ୍ବୁଲାନ୍ସ ପ୍ରତିଦିନ କିଛି ଅସହାୟ ରୋଗୀମାନଙ୍କୁ ମେଡ଼ିକାଲରେ ପହଞ୍ଚାଏ।
କିଛି ଗରିବ ଅନାଥ ଶିଶୁମାନଙ୍କୁ ମଧ୍ୟ ଆମେ ବସ୍ତ୍ର ଦାନ କରୁ, କିଛି ରୋଗୀମାନଙ୍କ ପାଖରେ ପହଞ୍ଚୁ, ଯେଉଁମାନେ ବହୁତ ରୋଗରେ ପୀଡ଼ିତ ସେମାନଙ୍କ ପାଖରେ ଆମେ କିଛି ଅର୍ଥ ଆଉ ଗରିବ ଲୋକମାନଙ୍କୁ ସହାୟତା ପ୍ରଦାନ କରୁ। ଏ କିଛି ଦିନ ପୂର୍ବରୁ ଆପଣମାନେ ସହଯୋଗ କଲେ ଆମେ ମଧ୍ୟ କିଛି କମ୍ବଳ ଅସହାୟମାନଙ୍କ ପାଖରେ ଯାଇ ପହଞ୍ଚି ବାଣ୍ଟିଥିଲୁ। ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଧନ ଆମ ଦ୍ୱାରା କୌଣସି ମହତ କାର୍ଯ୍ୟରେ ଲାଗୁ ତ ସ୍କ୍ରିନରେ ଚାଲିଥିବା ନମ୍ବରରେ ନିଶ୍ଚିନ୍ତ ଆପଣ କଲ୍ କରନ୍ତୁ। ଆଉ ଆପଣଙ୍କ ବିବାହ ବାର୍ଷିକରେ, ଆପଣଙ୍କ ପିଲାମାନଙ୍କ ଜନ୍ମରେ, ଶ୍ରାଦ୍ଧରେ ଯଦି ଆପଣ ଦାନ କରିବାକୁ ଚାହୁଁଛନ୍ତି, ଆପଣଙ୍କ ପୁଅ ନାମରେ, ଝିଅ ନାମରେ, ସ୍ତ୍ରୀ ନାମରେ ନିଶ୍ଚିନ୍ତ ଭାବରେ ଆପଣ ଦାନ କରିପାରିବେ। ସ୍କ୍ରିନରେ ଚାଲିଥିବା ନମ୍ବରରେ ଆପଣ କଲ୍ କରନ୍ତୁ, ଆମେ ଦେବୁ ଆପଣଙ୍କୁ ଫୋନ୍ପେ ନମ୍ବର, ଯେଉଁ ଫୋନ୍ପେ ନମ୍ବରରେ ଆପଣଙ୍କର ଦାନ ପହଞ୍ଚି ପାରିବା। ଆଉ ନିଶ୍ଚିନ୍ତ ଭାବରେ ଆପଣଙ୍କର ଦାନ କେଉଁ କାର୍ଯ୍ୟରେ ଲାଗୁଛି ତାର ମଧ୍ୟ ଭିଡ଼ିଓ କରି ଭାବ ଦିବାକର ଚ୍ୟାନେଲରେ ଆମେ ନିଶ୍ଚିନ୍ତ ଭାବରେ ପକାଇବୁ। ଆପଣ ଦେଖି ନିଶ୍ଚିନ୍ତ ଖୁସି ହେବେ। ତ ଆପଣଙ୍କ ପୁଅ ଝିଅ ବିବାହ ବାର୍ଷିକ ଜନ୍ମଦିନରେ ଯଦି ଆପଣ ଚାହୁଁଛନ୍ତି ଆପଣଙ୍କର ଦାନ ମହତ କାର୍ଯ୍ୟରେ ଲାଗୁ ତ ସେଇ ଶୁଭ ଦିନ ମାନଙ୍କରେ ଆପଣ କଲ୍ କରି ଆମକୁ ଫୋନ୍ପେ ନମ୍ବର ମାଗିପାରିବେ। ଆଉ ଆମ୍ଭେମାନେ ଆପଣଙ୍କୁ ଫୋନ୍ପେ ନମ୍ବର ଦେବୁ, ଯେଉଁ ନମ୍ବରରେ ଆପଣ ସହଯୋଗ ରାଶି ପଠାଇ ପାରିବେ। ନିଶ୍ଚିନ୍ତ ଭାବରେ ଆପଣଙ୍କର ଧନର ସାର୍ଥକତା ହେବ।